जय जगन्नाथ पिला माने आज आम प्रथम श्रेणी गणित खेलर प्रश्नोत्तर आलोचना करवा। 6टी पाठ आम यूट्यूब अपलोड हो सारी। यहाँ 7 नंबर पाठ। तो देख 7 नंबर पाठर ना हो लीनार परिवार है। देख लीनार परिवार देखुच। देख आस कथा हेबा। लीनार परिवार केते जन लोक अछंती गणिकी कहल 1 2 3 4 5 6 7 8 9 10 केते जन लोक अछंती लीनार परिवार रे ना 10 जन लोक अछंती। तो ये 10 लिखिदब है। परिवार सबुठ डेंगा लोक ठीक चिन्ह दियो। ये देख डेंगा लोक किए सबुठ ये डेंगा लोक तो ठीक चिन्ह देदेली है। 3 नंबर देख परिवार सबुठारु कम उच्चता लोक मुंड उपर टोपी अंकन कर। सबुठारु लीना देख आइरे कौन कर टोपी अंकन करदेव है। लीनार मुंडे कौन कल टोपी अंकन करदेली। हाँ 4 नंबर देख लीनार माँ ठारू अधिक उच्च किंतु लीनार बापा ठारू कम उच्च लोक मान को चिन्ह। लीनार माँ ठारू कम उच्च ये देख ये देख जेजे बापा जेजे माँ ये सब कौन लीनार माँ ठारू उच्च आउ माँ ठारू उच्च बापा ये लोकटा देख बापा ठारू कम ना नाई माँ ठारू उच्च बापा ठारू कम है। ये लोकटा अजापा आई मान छोट अच्छा माँ ठारू भी छोट अच्छा। तो ये 2 जन को रेड कलर में करदेली है। तापर देख 5 नंबर तुम परिवार सबुठारु अधिक उच्चा सबुठारु नीचा किए कह। परिवार सबुठारु उच्चा आम घर देख बा बा सबुठारु नीचा किए ना भौणी तुम निज निजर लिख। 6 नंबर देख तुम श्रेणी सब डेंगा पिला किए ना श्रुति है। 7 नंबर देख तुम श्रेणी रे तुम ठारू अधिक उच्च पिला केते जन अछंती। आम श्रेणी रे 5 जन अछंती मो ठारू अधिक उच्च है। तमे तम श्रेणी लिखिदब। नेक्स्ट देख लीना पहाड़ी अंचल एक कुड़िया रहे दिया चित्र तांकर घर चिन्ह पार कि देख हाँ चिन्ह पार कि हाँ ठीक उत्तर टे गोल बुला। तांको घर टी दुकान पाखर दुकान ठारू दूर रे ना पाखरे दुकान ठारू एट देख यहाँ घर कुड़िया दुकान ठारू पाखरे एवं विद्यालय ठारू दूर रे अच्छी है। विद्यालय दुकान ठारू पाखरे अच्छी एवं नाली छात घर ठारू दूर रे अच्छी। पिलाटी बस पाखरे अच्छी एवं विद्यालय ठारू दूर रे अच्छी है। यहीपरि भाव तुम टिक चिन्ह दे पार। देख सबुटा लंबा चित्र थे टिक चिन्ह दियो ए लंबा है ये लंबा सबुटा छोट टे ठीक चिन्ह दियो एटा छोट सॉरी पिला माने। 3 नंबर देख सबुठारु मोटा टे ठीक चिन्ह दियो मोटा एटा मोटा एटा मोटा।
ସବୁଠାରୁ ପତଳା ହାତରେ ଠିକ ଚିହ୍ନ ଦିଅ। ପତଳା, ଏଇଟା ପତଳା, ଏଇଟା ପତଳା। ଚିନ୍ତା କରି କାମଟି କର। ଦିଆଯାଇଥିବା ଚିତ୍ରଠାରୁ ଅଧିକ ଲମ୍ବର ବାଡି କିମ୍ବା ବାଉଁଶ ଚିତ୍ର ଅଙ୍କନ କର। ଏଇ ଚିତ୍ରରେ ଯୋଉ ଦେଇଛି ପିଲାମାନେ ଆଠୁ ଟିକେ ବଡ ଚିତ୍ରଟା ଅଙ୍କନ କରିବେ। ହେଲା, ଦିଆଯାଇଥିବା ଦୌଡିଠାରୁ ଛୋଟ ଦୌଡି ଚିତ୍ର ଅଙ୍କନ କର। ଏଠି ଯେତିକି ଦୌଡ ଦେଇଛି ତମେ କଣ କରିବ, ଛୋଟ ଦୌଡଟେ ଅଙ୍କନ କରିବ। ହେଲା, ଦେଖ, ବାଡି, ଟେବୁଲ, ପେନସିଲ, ଖାତା, ଲମ୍ବ ଜାଣିବା ପାଇଁ ଚାମେଲି ଚାଖଣ୍ଡ ବ୍ୟବହାର କରୁଛି। ହେଲା, ମୋ ଟେବୁଲ ଲମ୍ବ ଡେସ୍ ଚାଖଣ୍ଡ। ହେଲା, ଦେଖ ମୁଁ ଲେଖି ଦଉଛି, ଅନୁମାନିକ ମାପ ଲେଖି ଦଉଛି, ତମେ ଟେବୁଲ ମାପିକି ଲେଖିବ। 10 ଚାଖଣ୍ଡ। ମୋ ବ୍ୟାଗର ଲମ୍ବ କେତେ ଚାଖଣ୍ଡ? 8 ଚାଖଣ୍ଡ। ମୋ ଶ୍ରେଣୀର କଳାପଟା ଲମ୍ବ କେତେ ଚାଖଣ୍ଡ? 22 ଚାଖଣ୍ଡ। ମୋ ଗଣିତ ବହିର ଲମ୍ବ 2 ଚାଖଣ୍ଡ। ମୋ ବାହୁର ଲମ୍ବ 12 ଚାଖଣ୍ଡ। ମୋ ସାଙ୍ଗର ବାହୁର ଲମ୍ବ 11 ଚାଖଣ୍ଡ। ହେଲା, ଏଇପରି ଭାବେ ତମେ ଲେଖିପାରିବ। ଏଇଠି ଦେଖ, ଆମେ ଏଇଗୁଡାକର ଲମ୍ବ ମାପି ଆମେ ଆଙ୍ଗୁଳି ବ୍ୟବହାର କରିପାରିବା କି? ହଁ, କରିପାରିବା। ହଁ, ଲେଖିଦିଅ। ଦେଖ, ଏଗୁଡାକ ମାପିକି ତମେ କଣ କରିବ, ଏଗୁଡାକ ଜିନିଷ ଆଣିବ, ତମେ ନିଜେ ମାପିକିରି ଲେଖିବ। ହେଲା, ଆଗକୁ ଚାଲ। ପାଣି ବୋତଲ ଚାଖଣ୍ଡ କିମ୍ବା ଆଙ୍ଗୁଳିରେ। ମୋର ଅନୁମାନ, ମୋ ପାଣି ବୋତଲ ମୁଁ ମାପିକିରି କହିଦଉଛି ପିଲାମାନେ, ତମେ ନିଜ ନିଜର ପାଣି ବୋତଲ ମାପିକି କହିବ। କେତେ? ପାଣି ବୋତଲ 2 ଚାଖଣ୍ଡ। ଦୁଇ ଚାଖଣ୍ଡ। ପ୍ରକୃତ ମାପ, ପ୍ରକୃତ ମାପ ବି କଣ ହେଲା? 2 ଚାଖଣ୍ଡ ହେଲା। ହେଲା, ଚାମଚ 12 ଆଙ୍ଗୁଳି, ଆଙ୍ଗୁଠି। ପ୍ରକୃତ ମାପ କେତେ ହେଲା? 14 ଆଙ୍ଗୁଠି। ହେଲା, ପେନସିଲ 1 ଚାଖଣ୍ଡ। ପ୍ରକୃତରେ କେତେ ହେଲା? 1 ଚାଖଣ୍ଡ 4 ଆଙ୍ଗୁଠି। ହେଲା, କିନ୍ତୁ ମୋ ସାଙ୍ଗର ନାକ 3 ଆଙ୍ଗୁଠି। ଅନୁମାନିକ କରି କହିବି। ଏଇଟା ହେଲା କେତେ ହେଲା? 4 ଆଙ୍ଗୁଠି ହେଲା। ପ୍ରକୃତରେ କେତେ ହେଲା? 4 ଆଙ୍ଗୁଠି ହେଲା। ମୋ ଗୋଡ 5 ଚାଖଣ୍ଡ। ପ୍ରକୃତରେ କେତେ ହେଲା? 4 ଚାଖଣ୍ଡ ହେଲା। ହେଲା, ଚାବି 5 ଆଙ୍ଗୁଠି। ଅନୁମାନିକ କରି କହିଲି କେତେ? ଆଙ୍ଗୁଠି। ପ୍ରକୃତରେ କେତେ ହେଲା? 3 ଆଙ୍ଗୁଠି ହେଲା। 3 ଆଙ୍ଗୁଠି ହେଲା। ପାଦ ସାହାଯ୍ୟରେ ମାପ। ଅନୁମାନିକ ମାପ, ପ୍ରକୃତ ମାପ। ଶ୍ରେଣୀ ଗୃହରେ ଥିବା ଟେବୁଲର 2 ଗୋଡ ମଧ୍ୟରେ ଦୂରତା। ଅନୁମାନିକ ମାପ ମୁଁ କଣ କଲି? 10। କିନ୍ତୁ ପ୍ରକୃତ ଆସିଲା କେତେ? ନା 9 ଆସିଲା। କେତେ? 9 ପାଦ। ଦଉଡି ଡିଆଁ ଖେଳରେ ବ୍ୟବହୃତ ଦଉଡିର ଲମ୍ବ
ପାଦରେ ମାପିଲି ଗୋଟେ ଅନୁମାନିକ କରି କହିଲି କେତେ ଆସିବ ନା 25 ପାଦ, କିନ୍ତୁ ମାପିଲା ପରେ କେତେ ଆସିଲା ନା 28 ପାଦ। ତୁମ ସ୍କୁଲ ବାରଣ୍ଡାର ଓସାର ମାପିଲି କେତେ ମନେକର କଲି 50 ପାଦ, କିନ୍ତୁ ମାପିଲା ପରେ କେତେ ଆସିଲା 65 ପାଦ ଆସିଲା। ତୁମ ଶ୍ରେଣୀ କୋଠରୀର ଦୁଆରର ଓସାର ମୁଁ କହିଥିଲି କେତେ ଆସିବ 10 ପାଦ ଆସିବ, କିନ୍ତୁ ମାପିଲା ପରେ କେତେ ଆସିଲା 8 ପାଦ ଆସିଲା। ହେଲା, ଦେଖିପାରିବ। ଆସ କାମଟିକୁ କରିବା। ଓଜନିଆ ବସ୍ତୁରେ ଠିକ ଚିହ୍ନ ଦିଅ। ଇଏ ଓଜନିଆ ବସ୍ତୁ, ହଁ ଇଏ ଓଜନିଆ ବସ୍ତୁ। ହାଲକା ବସ୍ତୁରେ 2 ନମ୍ବର ଦେଖ, ହାଲକା ବସ୍ତୁରେ ଠିକ ଚିହ୍ନ ଦିଅ। ଲୁଣ ହାଲକା ହବ, ଏଠି ଠିକ ଚିହ୍ନ ଦେଲ। ପାଣି ବୋତଲ ହାଲକା ହବ, ଏଠି ଠିକ ଚିହ୍ନ ଦେଇଦେଲ। ଓଜନିଆ ବସ୍ତୁରେ ରଙ୍ଗ ଦିଅ। ଏଟା ବିଲେଇ ଅଛି, ଏଇଟାକୁ କଣ କଲ ରଙ୍ଗ ଦେଇଦେଲ। ହେଲା, ଭଲସେ ରଙ୍ଗ ଟିକେ ଦବ। ହେଲା, ବାଲ୍ଟିରେ ପାଣି ଅଛି, ଖାଲି ବାଲ୍ଟିଠୁ ପାଣି ବାଲ୍ଟି କଣ ଓଜନିଆ, ତ ପାଣି ବାଲ୍ଟିରେ ରଙ୍ଗ ଦେଇଦେଲ। ତାପରେ ଏଠି ଦେଖ ପାଣି ବୋତଲରେ ରଙ୍ଗ ଦେଇଦେଲ। ବହି ବସ୍ତାନୀରେ ରଙ୍ଗ ଦେଇଦେଲ। ଭଲସେ ରଙ୍ଗ ଦବ। ହାଲକା ବସ୍ତୁରେ ରଙ୍ଗ ଦିଅ। ଦେଖ ହାଲକା ବସ୍ତୁ, ଏଠି ଦେଖ ଏଇଟା ହାଲକା ବସ୍ତୁ ନା ନାଇଁ। ଏଇ ଦିଟାରେ 6 ନମ୍ବର ଦେଖ, ଏଇଟା ହାଲକା ବସ୍ତୁ, ଆଇରେ ରଙ୍ଗ ଦେଇଦେଲି। ଗ ନମ୍ବର ଦେଖ ହାଲକା ବସ୍ତୁ କୋଉଟା, ଏଇ ବଲ। ଏଇଟା ହାଲକା ବସ୍ତୁ କି ଏଇଟା, ଏଇଟା ରଙ୍ଗ ଦେଇଦେଲି। ଗ ନମ୍ବର। ତୁମେ ଓ ତୁମ ସାଙ୍ଗମାନଙ୍କ ମଧ୍ୟରୁ କାହାର ଓଜନ ଅଧିକ, ତୁମେ କିପରି ଜାଣ ଶେଲି କକ୍ଷରେ ଆଲୋଚନା କର। କାହାର ଓଜନ ଅଧିକ ନା କଣ କରି ଓଜନ କରି ଜାଣିଲ। ଓଜନ କରି ଜାଣିଲୁ। ହେଲା, 6 ନମ୍ବର ଦେଖ, ତୁମର ଓଜନ ମାପ ସାଧାରଣତଃ କେଉଁଠାରେ ତୁମର ଓଜନ ମପାଯାଏ ଥାଏ ଓ କିପରି ମପାଯାଏ। ଓଜନ ମାପ କେତେ ହେଲା, ତୁମର ଓଜନ କେତେ ନା 25 କେଜି। କିଗ୍ରା। ହେଲା, ସାଧାରଣତଃ କେଉଁଠାରେ ତୁମର ଓଜନ ମପା ଯାଇଥାଏ ଓ କିପରି ମପାଯାଏ। କୋଉଠି ମପାଯାଏ ନା ଅଙ୍ଗନବାଡି କେନ୍ଦ୍ର। କେନ୍ଦ୍ର। ଦେଖ ତାପରେ ଦେଖ, ବାଲ୍ଟିରେ ପାଣି ଭର୍ତ୍ତି କର। କେତେ ମଗ ପାଣି ନେଲେ ବାଲ୍ଟିଟି ପୁରିବ, ଭରି କର। ମୁଁ ଲେଖିଦଉଛି ଅନୁମାନିକ ଭାବେ 25 ମଗ ନେଲେ ବାଲ୍ଟିଟି ପୁରିବ। କେତେ ଗ୍ଲାସ ପାଣି ନେଲେ ବାଲ୍ଟିଟି ପୁରିବ, 100 ଗ୍ଲାସ ପାଣି ନେଲେ ବାଲ୍ଟିଟି ପୁରିବ। କେତେ ଗିନା ପାଣି ନେଲେ ବାଲ୍ଟିଟି ପୁରିବ, 200 ଗିନା ବାଲି ନେଲେ ବାଲ୍ଟିଟି ପୁରିବ। 2 ନମ୍ବର ଦେଖ, ତୁମେ ପାଣି ବାଲ୍ଟି ପୁରା ହେବା ପାଇଁ କେତେ କପ୍ ପାଣି ଦରକାର ହେବ। ତୁମ ପାଣି ବାଲ୍ଟି ପୁରା ହେବା ପାଇଁ କେତେ କପ୍ ପାଣି, 250। ହେଲା, ସେଇ କପ୍ ବ୍ୟବହାର ତୁମ ସାଙ୍ଗର ବାଲ୍ଟି ପୁରା ପାଇଁ କେତେ କପ୍ ପାଣି ଦରକାର ହେବ। ସାଙ୍ଗର ଟିକେ ଛୋଟ ବାଲ୍ଟିଟା, ତେଣୁକରି ତାର 200 କପ୍ ପାଣି ଦରକାର ହେବ। କେଉଁ ବୋତଲରେ ବେଶୀ ପାଣି ଅଛି କହ। ମୋର, ତମ ବୋତଲରେ ପାଣି ଅଧିକ ଅଛି, ତ ମୋର ଲେଖିବା ସାଙ୍ଗର କମ ଅଛି। ଅନ୍ୟ ଏକ ବୋତଲ ନେଇ ଏକ କାମଟି କର। କେଉଁ ବୋତଲରେ କମ ପାଣି ଅଛି କହ। ହେଲା, ବୋତଲ ନା ବୋତଲରେ କୋଉ ପାଣି ଅଛି, ମୋ ସାଙ୍ଗର ବୋତଲରେ ପାଣି ଅଛି ବୋଲି ତମେ କହିବ। ହେଲା, ଯେଉଁଥିରେ ଅଧିକ ପାଣି ଧରିବ ତାକୁ ଗୋଲ ବୁଲାଅ।
ଏଇଟାରେ ଅଧିକ ପାଣି ଧରିବ ନା ନାଇଁ। କ ନମ୍ବର ଦେଖ ମଗ ଆଉ ବାଲ୍ଟି କି ଗୋଲ ବୁଲେଇବ। ଏଠି ତ ଗ୍ଲାସ ଆଉ କପ ରେ କାର ଅଧିକ ଧରିବ, ଗ୍ଲାସ ରେ ଧରିବ, ଗ୍ଲାସ କୁ ଗୋଲ ବୁଲେଇବ। ତାପରେ ଦେଖ ବଡ ମାଠିଆ ଛୋଟ ମାଠିଆ କୋଉଠି, ବଡ ମାଠିଆରେ ଅଧିକ ପାଣି ଧରିବ, ବଡ ମାଠିଆକୁ ଗୋଲ ବୁଲେଇବ। ତାପରେ ଦେଖ ବୋତଲ ଆଉ କପ୍ ଭିତରେ, ବୋତଲରେ ପାଣି ଅଧିକ ଧରିବ, ଆକୁ ଗୋଲ ବୁଲେଇବ। ତାପରେ ଏଠି ଦେଖ କେଟିଲ, ଚା କେଟିଲ ଅଧିକ ପାଣି ଧରିବ, ଆକୁ ଗୋଲ ବୁଲେଇବ। ହେଲା। ନେକ୍ସଟ ଜଳ ହିଁ ଜୀବନ। ତଳେ ଦିଆଯାଇଥିବା କାମ କରିବା ପାଇଁ ତୁମେ କେତେ ପାଣି ବ୍ୟବହାର କର, ଠିକ ଚିହ୍ନ ଦିଅ। ଦାନ୍ତ ଘଷିବା ପାଇଁ କେତେ ପାଣି, ମଗଟେ ପାଣି। ହେଲା। ଗାଧୋଇବା ପାଇଁ ବୋଲି ବାଲ୍ଟିଟିଏ ପାଣି। ଆଉ ଗ୍ଲାସ ଲେମ୍ବୁ ପାଣି ତିଆରି କରିବା ପାଇଁ ଗୋଟିଏ ଜାର ପାଣି। ଗଛରେ ପାଣି ଦେବା ପାଇଁ ବୋଲି ଗୋଟିଏ ଗଛରେ ପାଣି ଦେବା ପାଇଁ ଗୋଟିଏ ଗଛରେ ଗୋଟିଏ ମଗ ପାଣି ଦଉଛ। ହେଲା। ବାଲ୍ଟିଟେ ନାହିଁ, କେତେ ଗୁଡିଏ ଗଛ ହେଲେ ବାଲ୍ଟିଟେ, କିନ୍ତୁ ଗୋଟେ ଗଛ ପଚାଶ, ତେଣୁକରି ମଗଟେ ପାଣି। ଗାଧୋଇବା ପାଇଁ ଗାଧୁଆ ଘର, ସାର ଓ ପାଣି ଟାଙ୍କି ବଦଳେ କାହିଁକି ବାଲ୍ଟିରେ ପାଣି ନେଇ ବ୍ୟବହାର କରିବା, ଆଲୋଚନା କର। ହେଲା। କମ ପାଣି ସରିବ ବୋଲି। କଣ ପାଇଁ? କମ ପାଣି ସରିବ। 2 ନମ୍ବର ଦେଖ ଭିନ୍ନ ଭିନ୍ନ ରଙ୍ଗର କାଗଜ ପଟି ନିଅ, ପ୍ରତ୍ୟେକ ପଟିକୁ 2 ଖଣ୍ଡ କରି ଚିରିବ, ଯେପରି ଗୋଟିଏ ଖଣ୍ଡ ଅନ୍ୟ ଖଣ୍ଡ ଠାରୁ ବଡ ବା ସାନ ହୋଇଥିବ। ତଳେ ଦିଆଯାଇଥିବା ବାମ ପଟେ ଛୋଟ ଖଣ୍ଡଟିକୁ, ଡାହାଣ ପଟେ ବଡ ଖଣ୍ଡଟିକୁ ଅଠା ଦେଇ ଲଗାଅ। କାଗଜ ନେଲି, ହେଲା, ଚିରିଲି, ଚିରିଲା ପରେ ଦେଖ ଗୋଟେ ବଡ ଖଣ୍ଡଟେ ରଖିଲି, ଏଇଠି ଛୋଟ ଖଣ୍ଡଟେ ରଖିଲି। ହେଲା। ଏଇଠି ବଡ ଖଣ୍ଡଟିକୁ ରଖିଲି। ହେଲା। 3 ନମ୍ବର ଦେଖ କେଉଁ ଜିନିଷ ଗୁଡିକ ବୋହି ନେବା ପାଇଁ ସହଜ ଓ ବୋହି ନେବା ପାଇଁ କଷ୍ଟ, ସେଗୁଡିକ ତଳ ସାରଣୀରେ ଲେଖ। ବୋହି ନେବା ପାଇଁ ସହଜ ଗ୍ଲାସ, ହେଲା, କପ, ମଗ। ହେଲା। ଏଇଟା କଣ, ଟେବୁଲ, ବୋହି ନେବା ପାଇଁ କଷ୍ଟ। ଆଉ କଣ, ଗାଡି, ହଁ ଗାଡି। ଆଉ କଣ, ଖଟ, ହଁ ଖଟ। 4 ନମ୍ବର ଦେଖ ବିଭିନ୍ନ ଆକାର ବୋତଲ, ଗିନା ଓ ଗ୍ଲାସ ଯୋଗାଡ଼ କର। ସେଇ ଗ୍ଲାସ ବା ଗିନାରେ ପାଣି ବୋତଲକୁ ପୁରିଯିବ, ପରୀକ୍ଷା କରି ଦେଖ କେଉଁଥିରେ ଅଧିକ ପାଣି ଧରୁଛି। କେଉଁଥିରେ ଅଧିକ ପାଣି ଧରିବ ନା ବୋତଲରେ। ହେଲା। ଆଜି ପାଇଁ ଏତିକି, ପୁଣି ଦେଖା ହବ ନେକ୍ସଟ କ୍ଲାସରେ ପିଲାମାନେ। ହେଲା। ଭିଡିଓଟିକୁ ଲାଇକ୍ କର ଆଉ ସାଙ୍ଗମାନଙ୍କ ସହ ସେୟାର କର। ଯେଉଁମାନେ ସବସ୍କ୍ରାଇବ କରିନ ସବସ୍କ୍ରାଇବ କରିଦିଅ। ଏହିପରି ମଜାଦାର ଭିଡିଓ ଆପଣଙ୍କ ପାଖରେ ପହଞ୍ଚିଯିବ। ଧନ୍ୟବାଦ।